କୋଉ ସରକାରକୁ ବାପା ଆମେ କହିବୁ ସରକାର ସବୁ ଏକା କେହି ଗୋଟେ ନୁହେଁ ଜାଣିଲ ଏକା ସବୁ ସରପଞ୍ଚ କୋଉ କଥା କହିଲେ ହେଇ ସବୁ କଥା ଆମେ କରିଦବୁ କାଇଁ ପାଣି ପାଣି ଟାଙ୍କି ପଡିଛି ସେଇଭଳିଆ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଅନ୍ଧାର ଆମେ କହିଲେ ବି ସୁଦ୍ଧା ବର୍ତ୍ତମାନ ଏଇସା ଶୁଣିପାରିବେ କି କିଏ ସରିଗଲେ ମାଡଗୋଳ ସରିଗଲେ ପୁଲିସ ଆସି ଠିଆ ହବ କଲେକ୍ଟର ଆସି ଠିଆ ହବ ଓକିଲ ହାକିମ ଠିଆ ହେବେ ଏଇ ବର୍ତ୍ତମାନ କେହି ଆସିବେନି ଆଉ ସେତେବେଳକୁ ଝିଅ ବୋଉ ତାଙ୍କ ଇଏ ସରି ସାରିବନି ସବୁ ଉପରକୁ ଯାଇ ସାରିବେନି ତାପରେ ଆସିଲେ ଆଉ କଣ ହବ ହଁ କରିଦବ 5 ଦମୁ 3 ଲକ୍ଷ ଦମୁ 2 ଲକ୍ଷ ଦମୁ ସରିଲା ସେ ପଇସାରେ ମୋ ଜୀବନ ତ ଚାଲିଲା ପଇସାରେ ମିଳିବ ଆଉ ମତେ ସେଇ କଥା ତ ସରକାର ଗଣଦୁଷ୍କର୍ମ ହେଇସାରିଲା ପରେ କଣ ଲାଇଟ୍ ଲଗେଇବ ଆଗବତ ସୁରକ୍ଷିତ ଆମକୁ ଦବା ଦରକାର ନା ଆଉ ତାପରେ ହେଇସାରିଲା ପରେ ଆଉ କହିଲେ ଆଉ କଣ ଥିବ କି ଆମର ଖଇରାବାଦ ପଞ୍ଚାୟତ ଆମର ଏଇ ପଡିଆ ମଝିରେ ଗୋଟେ ଲାଇଟ୍ ଦରକାର ହଉ ଅନ୍ଧାର ଝିଅ ବୋଉ ସେଇ ବାଟେ ଆସିବା ଯିବା କରିବାକୁ ଡର ମାରୁଛି ତାଙ୍କୁ ଦେଶ ଦୁନିଆର ତ ପରିସ୍ଥିତି ଯୋଉ ଭଳିଆ ଛୁଆଙ୍କୁ ଛାଡିବାକୁ ବି ଆମକୁ ସନ୍ଧ୍ୟା ବେଳେ ବି ଡର ମାଡୁଛି ଯିବା ପାଇଁ ସେଥିପାଇଁ ଆମର ଆପତ୍ତି ଯେ ସେଇ ପଡିଆ ମଝିରେ ଗୋଟେ ଲାଇଟ୍ ଦିଆହବ ମାନେ କେତେ ବର୍ଷ ହେଲା ଲାଇଟ୍ ଲାଗିନି ଟୋଟାଲି ସେ ପଡିଆ ମଝିରେ ଟୋଟାଲି ଲାଇଟ୍ ଲାଗିନାହିଁ କହିଲେ କେତେ ବର୍ଷ ନୁହେଁ ଟୋଟାଲି ଲାଗିନାହିଁ ସେଠି ଆମର ଏଇ ଗାଁରେ ବହୁତ ବିଶୃଙ୍ଖଳା ହଉଛି ଲାଇନ ନଥିବା ଦ୍ଵାରା ଆମେ ବହୁତ ହଇରାଣ ହଉଛୁ ଝିଅ ବୋଉ କାରବାର କରିବା ପାଇଁ ବହୁତ ହଇରାଣ ହଉଛୁ ତାପରେ ମୋ କହିବା କଥା ଆଜି ଦୁଷ୍କର୍ମ ଚାରିଆଡେ ହେଇଗଲାଣି ଏଠି ଯଦି ହେଲା ପରେ ତାପରେ ଅନ୍ଧାରରେ ଲାଷ୍ଟରେ ପୋଲିସ ଆସିଲେ ଆଉ କିଛି କାମ ହେଇପାରିନଥିବ ସେଥିପାଇଁ ଆମ ଗାଁରେ ଲାଇନ ନଥିବା ଦ୍ଵାରା ଏଠି ଗୋଟେ ଆଉ ସେ ପଡିଆ ମୁଣ୍ଡରେ ଦିଟା ଲାଇଟ୍ ନାହିଁ ବହୁତ ଦିନ ଆଗରୁ ତ ଲାଇନ ନାହିଁ ଆମେ ଅନ୍ଧାରରେ ଚଳୁଛୁ ଏ 4 ବର୍ଷର କଣ ବହୁତ ଆଗରୁ ଆଗ ପଞ୍ଚାୟତ ଅନେଇଥା 12-13 ମସିହାରୁ ଆମର ଅନ୍ଧାର ପୁରା ପୁରା ଲାଇନ ଫାଇନ କିଛି ନାହିଁ ବହୁତ ହଇରାଣ ଅବସ୍ଥାରେ ଆମେ ରହିଛୁ ଆମର ଏଇ ଖଇରାବାଦ ପଞ୍ଚାୟତ ଆମେ ହଇରାଣ ହଉଛୁ ଲାଇନ ନାହିଁ ଅନ୍ଧାରରେ ଯିବା ଆସିବା କରୁଛୁ ଏଇ ଧର ଦୋକାନ ପତ୍ରକୁ ଯାଇଛନ୍ତି କି କୁଆଡେ ଯାଇଛନ୍ତି ପିଲାମାନେ ଆସିବା ବେଳକୁ ଅସୁବିଧା ହଉଛି ଅନ୍ଧାରରେ ଆସୁଛନ୍ତି ଡର ମାଡୁଛି କଣ କରିବେ ସେଇଠି ଛିଡା ହଉଛନ୍ତି ଘରୁ କାହାକୁ ଫୋନ କରୁଛନ୍ତି ସେ ଯାଉଛନ୍ତି ସାଙ୍ଗରେ ନେଇକି ଆସୁଛନ୍ତି ରାସ୍ତାରୁ ଜିଟି ରୋଡରୁ ଆଉ କଣ କରିବୁ ହଇରାଣ ଆଉ ସେ ତ କେହି କିଛି ନଗଉନାହାନ୍ତି ଶୁଣୁନାହାନ୍ତି ଏଇଠି ଯୋଉ ଲାଇନ ଥିଲା ସେ ତ 5 ବର୍ଷ ହେଲା ବନ୍ଦ ସେଟା ସେମିତି ଠିଆ ହେଇଛି ତାର ଅନ୍ଧାରରେ ରହିଛି ଆଉ କଣ କହିବି କେହି ଗୁରୁତ୍ୱ ଦଉନାହାନ୍ତି କେହି ବୁଝୁନାହାନ୍ତି କହିଲେ କେହି ବି ଶୁଣୁନାହାନ୍ତି ଲାଇନ ବାଲା ଆଇଲେ କହିଲେ ସେମାନେ କହୁଛନ୍ତି ଆମେ କଣ କରିବୁ ତମେ ଅଫିସ ଯା ଏଇ ଲାଇନ ବି ଘର ଲାଇନ ବି କେତେବେଳେ ରହୁଛି କେତେବେଳେ ରହୁନି ଅନ୍ଧାର ଗରମରେ ମରୁଛୁ ସିଝୁଛୁ ଦାଣ୍ଡରେ ଆସି ବୁଲୁଛୁ ଅନ୍ଧାରରେ ସେଇ ଅନ୍ଧାରରେ ଆସି ଇଆଡେ ସିଆଡେ ବୁଲୁଛୁ ରାତିରେ ଆଉ କଣ କରିବୁ ଆଉ ବାହାରେ ବିପଦ ହେଲେ କଣ କରିବୁ ଘରେ ରହି ହଉନି ଗରମରେ ଆମେ ତ ଅନ୍ଧାରରେ ସବୁବେଳେ ରହିଛୁ ଆଉ କରିବୁ କଣ ଆମକୁ ଆମେ କହିଲେ କଣ ଆମ କଥା ମାନୁଛନ୍ତି ଯୋଉ ସରକାର ସବୁ ଆସୁଛନ୍ତି ଆମ କଥା ମାନୁଛନ୍ତି କେହି ମାନୁନାହାନ୍ତି କଣ କରିବୁ ବାବା ଏଇରକମ ଅନ୍ଧାରରେ ପଡିଛୁ ଆଉ କଣ ସେଇଆ ସବୁ ଗୋଟିଏ ବାପ କଣ ଆଉ କହିମି ସେ ତ ସବୁ ହଉଛନ୍ତି ସେଇଆ କହିବୁ କଣ ଆଉ ଶୁଣୁଛନ୍ତି କିଏ ଆମେ କହିଲେ ବି ସୁଦ୍ଧା ବର୍ତ୍ତମାନ ଏଇସା ଶୁଣିପାରିବେ କି କିଏ କେହି ବି ଶୁଣିବେନି ବୁଝ ସରିଗଲେ ମାଡଗୋଳ ସରିଗଲେ ପୁଲିସ ଆସି ଠିଆ ହବ କଲେକ୍ଟର ଆସି ଠିଆ ହବ ଓକିଲ ହାକିମ ଠିଆ ହେବେ ଏଇ ବର୍ତ୍ତମାନ କେହି ଆସିବେନି ଆମେ ଯୋଉ ଭଳିଆ ପରିସ୍ଥିତିରେ ସବୁ ରହୁଛୁ ଆଉ କଣ କରିବୁ ଆଉ ସେତେବେଳକୁ ଝିଅ ବୋଉ ତାଙ୍କ ଇଏ ସରି ସାରିବନି ସବୁ ଉପରକୁ ଯାଇ ସାରିବେନି ତାପରେ ଆସିଲେ ଆଉ କଣ ହବ ହଁ କରିଦବ 5 ଦମୁ 3 ଲକ୍ଷ ଦମୁ 2 ଲକ୍ଷ ଦମୁ ସରିଲା ସେ ପଇସାରେ ମୋ ଜୀବନ ତ ଚାଲିଲା ପଇସାରେ ମିଳିବ ଆଉ ମତେ କିଛି ଏଇଭଳିଆ ସବୁ ହଉଛି ଆଉ ହବ ବି ଆମ ଏଇଠି ହବ ଏଇଭଳିଆ ପରିସ୍ଥିତି ଆସୁଛି ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଅନ୍ଧାର ଆମେ ଅନ୍ଧାର ଭିତରେ ରହିଛୁ ଯେବେ କେମିତି ଆସିବା ଯିବା କରେ ମୋ ଛୁଆଟା ଆସୁଛି ଧର ଏତେ ଦୂରରୁ କେମିତି ଆସିବ ଲାଇଟ୍ ତ ନାହିଁ ନା ଏ ପରି ଅପଦିନ ଗୋଟେ ଏଇ ମାସ ଖଣ୍ଡ ହବ ହେ ମୋଟା ବୋଡା ନା କଣ ରଣା ନକା ମୁଠିଆ ରଣା ମୋଟା ଟର୍ଚ ମାରିକି ତାକୁ ମାଇଲେ ଏଇଭଳିଆ ପରିସ୍ଥିତି କୋଉ ସରକାରକୁ ବାପା ଆମେ କହିବୁ ସରକାର ସବୁ ଏକା କେହି ଗୋଟେ ନୁହେଁ ଜାଣିଲ ଏକା ସବୁ ସରପଞ୍ଚ କୋଉ କଥା କହିଲେ ହେଇ ସବୁ କଥା ଆମେ କରିଦବୁ କାଇଁ ପାଣି ଟାଙ୍କି ପଡିଛି ସେଇଭଳିଆ ପାଣି ଟାଙ୍କି ପଡିଛି ମୁଁ ଯେ ପାଣି ଆମେ ପିଇବା ପାଣି ପାଉନୁ ପର୍ସନାଲ ପାଉଛୁ କି ଆମ ଗାଁ ହେଇ ସବୁ ପାଣି ଆସୁଛି ଆମର ଆସୁଛି ଏଇଭଳିଆ ସବୁ ଘଟଣା ଆଉ କଣ କହିବୁ ଆଉ ସେ ସରକାର ତ ସେଇଆ କହିବୁ କଣ ଆଉ ସେ ସରକାର ହାବୁଡରେ କଣ ପଡୁଛନ୍ତି ଅନ୍ଧାର ବି ଲୋକ ବଦମାସି ହଉଛନ୍ତି ପାର୍ଟି ତରଫ ପାର୍ଟି ହେଇଛି ଏମିତି ସବୁ ହଉଛନ୍ତି ଅନ୍ଧାର ତାଙ୍କୁ ସୁଯୋଗ ମିଳିଯାଉଛି ଘରେ ବାଡିରେ ଗୋଟେ ମଟର ନଗେଇଲେ ଚୋରି କରିକି ନେଇକି ପଳଉଛନ୍ତି କଳ କତରୁ ଆସିକିନି ଏମିତି ସବୁ କରୁଛନ୍ତି ଆଉ କଣ କରୁଛନ୍ତି ଆଉ ଏମିତି ପାଣି ଟୋପେ ନାହିଁ ନା ଲାଇନ ନାହିଁ ନା କିଛି ନାହିଁ ଘର ଲାଇନ ବି ଅଧବେଳେ ରହୁଛି ଅଧବେଳେ ରହୁନି ଗରମରେ ସିଝୁଛୁ ଏଇ ସିଧା ଏଇ ଯୋଉ ଏପାଖ ବାଡ ସେପାଖ ବାଡ ଏଇଟା ଗୋଟେ ପଡିଆ ମୁଣ୍ଡ ସେପାଖ ଏଇଭଳିଆ ହଉଛି ନା ସବୁ ହଉନି ଆଉ କଣ
ପଡିଆ ମୁଣ୍ଡରେ ଯଦି ହାଣି ଦେବ ବି ସୁଦ୍ଧା କେହି ଜାଣିପାରିବେନି। ଜାଣିପାରିବେ ଯୋଉ ଅନ୍ଧାର କୋଉ ପଟ ପଡିଆଟା ଆଉ ଏଇ ସାମ୍ନାଟା ଏ ଆଗକୁ ଆଇଲା ବେଳକୁ କେତେ ଅନ୍ଧାର ହଉଛି? ବହୁତ ଅନ୍ଧାର। ରାତିରେ ଥରେ ସନ୍ଧ୍ୟା ବେଳକୁ ଆସିଥିଲେ ଆପଣ ଦେଖିଥାନ୍ତେ। ମୋ କହିବା କଥା ସନ୍ଧ୍ୟା ବେଳେ ଆସିଥିଲେ ଆପଣ ଦେଖିଥାନ୍ତେ। ସେଟା ପୁରା ଅନ୍ଧାର। ଯଦି ଗୋଟେ ଝିଅ ବୋଉକୁ ହାଣିଦେବେ କି ସେଠି ମାରିକିରି ତାକୁ ଯଦି ପୋତି ଦେବେ ବି ଆମେ ଏଠି କେହି ଜାଣିପାରିବୁନି। ଏତେ ଅନ୍ଧାର ସେଇ ପଡିଆ ମୁଣ୍ଡଟା ଆଉ ଏଇ ମଝି ପୁଳାଟା ବହୁତ ଅନ୍ଧାର।